बलिदान देखी संतोष भगवान अच्छा सेतेबेले आज्ञा जेतेबेले राजहुड़ा समय थिला हाँ महाराजा मानकू राजा मानकू आम प्रणिपात करते भगवान बोली मानुथि अच्छा बर्तमान कली जुगरे सरकार होउछन्ति भगवान अच्छा आ जिलापाल महाशय हुई भगवान भगवान पुलिस अधिकारी जिला अधिकारी महाशय भगवान संगे समान अच्छा खाली भगवान भगवान संगे समान समान पाखे पावर अच्छी आ जो आरटीओ हाँ जिला हाँ आंचलिक मुख्य अधिकारी अच्छा सी जड़े अधिकारी हाँ ताकर संगे समान हाँ कहीं अभिराम परमहंस कहते कौन मुई जंत्र तुम्हें जंत्री प्रभु जुगे 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 जंत्री बिना जंत्र न बाजीब केबे मोर बुझा ठाकुरा तुते बुझाइब साध्य भगवान तंत्री आम हूँ जंत्र अच्छा सी आदेश देवु हाँ आम ये पहुंच सी आदेश देवु सड़क सुरक्षा मास पालन आम करूँ कहीं नयागढ़ जिलापाल महाशय अच्छा पुलिस अधिकारी जिला महाशय हाँ आरटीओ अधिकारी जिलार महाशय अच्छा समस्त एकत्र बसी हाँ सिद्धांत कले कले सड़क सुरक्षा कार्यक्रम करवा संगे हाँ बहुत 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 अच्छा धुरंधर भाव हाँ स्माइली नयागढ़ उद्योग हाँ सहयोग हाँ स्माइली नयागढ़ आसी पहुंची अच्छा अनुकूल्य एमती केते जगह हाँ प्रति पंचायत हाँ गोटे गोटे जगह को लेकिन हाँ आम परिवेशन करूँ सचेतन कार्यक्रम अच्छा से सचेतन कौन हम कौन ना बुद्धि को पंडित जनक व्यवहार जनक व्यवहार पंडित जनक व्यवहार बुद्धि की करिया सार पंडित जनक व्यवहार अच्छा बुद्धि आम सार बोली करिबा सार कहे पंडित जनक व्यवहार ये पंडित ये ज्ञानी ये बुद्धिजीवी ये विवेकी सचेतन कार्यक्रम सी ग्रहण मानव जदि आम मानव मानव जदि मानव नुह सचेतन को मानवा नहीं मैंने मानवे नहीं पशु हाँ पशु पशु मैंने मानवे नहीं जगन्नाथ लिखिले मानव हाँ भगवान जन्म देखते अच्छा आउ गोटे पद लिखिले कौन लोके होइबे फल बड़ फल भय लोके होइबे फल बड़ फल भय आउ डाकिबे भुवन मंडल के मंडल फल बड़ डाकिबे भुवन मंडल अच्छा ये लोक हाँ ये पशु संगरे समान पशुर चारिटा गोड़ हाँ जोड़े गोड़ आउ जोड़े फल बड़ से नाचुची हाँ मान हूँ सकाल घर भांगुची हाँ परिवार खाऊची हाँ जबरदस्त कर हाँ जानू लोक मैंने अच्छा ये लोक केमी केमी पशुर तो चारिटा गोड़ ना हाँ लोकर चारिटा गोड़ कहीं देखा देखा ଆପଣ ଟିକେ ଲକ୍ଷ୍ୟ କଲେ ଆପଣ ଜାଣିଲେ ଆପଣ ଚାରିଟା ଗୋଡ଼ ଆପଣଙ୍କର କେମିତି ମୋର ଚାରି ଗୋଡ଼ ହଁ ଆସି ତୁମର ଚାରି ଗୋଡ଼ କେମିତି ତୁମର ଚାରି ଗୋଡ଼ ହଁ ତମର ମଧ୍ୟ ଚାରି ପ୍ରମାଣ କେମିତି ହଁ ଭାଇ ତମେ ଆସିଲା ଚାରିଟା ଗୋଡ଼ ଦେଖା ଚାରିଟା ଗୋଡ଼ ଦେଖିବା ବାଲା କିଏ ଜାଣିଛ ସମସ୍ତେ ଦେଖିପାରିବେନି ଆଉ କିଏ ଦେଖିବ ଅଜ୍ଞାନୀ ନୟନେ नयन कणक लगी थाए देखी पारे ना
ଜ୍ଞାନୀ ହଁ। ଆଖି ହଁ। ତାର ଭାବରେ ହେ। ନିର୍ମଳ ଥାଏ ହଁ। ଆଲୋଚନୀ ଲାଇଟ୍ ଭଳିଆ ଦେଖିପାରେ ହଁ ସେମିତି ହେଲା ହଁ ତମେ କେମିତି ଚାରି ଗୋଡ଼ିଆ ପଶୁ ସେମିତି ପ୍ରାକ୍ଟିକାଲ ଉପରେ ଦେଖିବେ ଆପଣ ନିଜେ ଅନୁଭବ କରିବେ ପ୍ରମାଣ ନିଜକୁ ଚିନ୍ତା କରିବେ ହେ। ମୁଁ ଚାରି ଗୋଡ଼ିଆ ପଶୁ ହେରା ଆମର ଉଦୟନାଥ ରଥ ଶର୍ମା କଣ କହିଲେ? ନାୟକ କେଶରୀ ହଁ ଆଉ ନାହାନ୍ତି ଆଜ୍ଞା ନାଇଁ ସ୍ୱର୍ଗ ବ୍ୟକ୍ତି ହଁ ହଁ ମୋ ଗୁରୁଜୀ ବିନାୟକ ମିଶ୍ର ଆଚ୍ଛା ମୋର ପିତାମହ ହଁ କରିଲେ ହଉ କଣ କଣ ଆରେ ମଣିଷ ତୁ ହେଲୁ ପଶୁ ବାରି ଯାକ ଘରେ ପଶୁ ଆରେ ମଣିଷ ତୁ ହେଲୁ ପଶୁ ବାରି ଯାକ ଘରେ ପଶୁ ଆରେ ମଣିଷ ତୁ ହେଲୁ ପଶୁ ବାରି ଯାକ ଘରେ ପଶୁ ଆରେ ମଣିଷ ତୁ ହେଲୁ ପଶୁ ବାରି ଯାକ ଘରେ ପଶୁ ଆରେ ଉଜାଡ଼ିଲ ଯୌବନ ଉଜନ ବର କନିଆ ମଣିଷ ଥିଲୁ ଆମେ ଆଜ୍ଞା ସମସ୍ତେ ମଣିଷ ଥିଲେ ଆଚ୍ଛା ତୁ ଏବେ ଆଉ ମଣିଷ ହେଇକି ନାହିଁ ହଁ କେମିତି ମଣିଷ ତୁ ହେଲୁ ପଶୁ ପଶୁ ଭାରି ଜାତ ଘରେ ପଶୁ ହଁ ଯେତେବେଳେ ପୁଅର ବିବାହ ବୟସ ଆସିଗଲା ହଁ ବାପ ମା ଚିନ୍ତା କଲେ ରେ ପୁଅର ବାହାଘର ବୟସ ଉପଯୁକ୍ତ ସମୟ ହେଇଛି ହଁ ମୋ ପାଇଁ ଗୋଟେ ବୋହୂ ଖୋଜିବି ପ୍ରତ୍ୟେକ ଗାଁ ବନ୍ଧୁବାନ୍ଧବ ଲାଗି ଆଚ୍ଛା ବୋହୂ କିଏ ଆଣିଲା ଆଣିଲା ଯୋଉ ଦିନ ବୋହୂ ଘରକୁ ଆସିଲା ହଁ ସେଇଦିନ ଠାରୁ ହଁ ପୁଅ ବୋହୂଙ୍କର ମନ ହଁ ଏକ ହେଲା ହଁ ସେଥିଲାଗି ସିଏ ଗଲେ ଅଧାଙ୍ଗିନୀ ଆଚ୍ଛା ମୋର ଅଙ୍ଗ ତାଙ୍କର ଅଙ୍ଗ ମିଶିକି ଏକ ଅଙ୍ଗ ପୁରାକ ମିଶିକି ହଁ ତାର ଯୋଡ଼ିଏ ଗୋଡ଼ ମୋର ମୋର ଯୋଡ଼ିଏ ଗୋଡ଼ ମିଶି ସ୍ୱାମୀ ସ୍ତ୍ରୀ ମିଶି କରି ହଁ। ସେ ପଶୁ ରୂପକୁ ଧାରଣ କଲୁ ରେ ଆରେ ହେଲା ଚାରି ଗୋଡ଼ିଆ ପଶୁ ସମସ୍ତଙ୍କ ବାଡ଼ିରେ ପଶି ପଥର ନଷ୍ଟ କରୁଛି ହଁ ହଁ ଚାରିଟା ଗୋଡ଼ ପଶୁ ହଁ କାହାର ଫସଲ ନଷ୍ଟ କରୁଛି ଇଏ ଗୋଟେ ଲଗେଇଲା ଆରେ ଏ ପଶୁ ମାନେ ଫସଲ ନଷ୍ଟ କରୁଛନ୍ତି ହଁ ଯଦି ତମେ ଚାରି ଗୋଡ଼ିଆ ପଶୁ ହେଲ ତାହେଲେ କଣ ନଷ୍ଟ କଲ ନା ଉଜାଡ଼ିଲ ଯୌବନ ଉଚ୍ଚାର ବର କନ୍ୟା ଯୌବନ ରୂପ କୌଚା ଏଇ ଯୋଉ ଶରୀର ଏଇଟା ଗୋଟେ ଉଦ୍ୟାନ ଆକୁ ଲେଖି କରି ଲାଗି କରି ଶୋଷଣ କରି ରକ୍ତ ମଧ୍ୟ ଖାଇ ତମେ ଶେଷ କରିଦେଲ ଜଗନ୍ନାଥ କହିଲେ ଲୋକେ ହୋଇବେ ଖଳ ବଳ ଖଳ ବଳ ଲୋକେ ହୋଇବେ ଖଳ ବଳ ଖଳ ବଳ ଆଉ ନାଚିବେ ଭୁବନ ମଣ୍ଡଳ ଭୁବନ ସେଥିଲାଗି ଲୋକେ ହୋଇବେ ଖଳ ବଳ ଖାଲି ସେତିକି ନୁହଁ ସେ ହୋଇବେ ଅଳ୍ପାୟୁଷ ଯିବେ ନାଥ ଉଦ୍ୟାନ ଯେମିତି ଶେଷ ହେଇଯାଉଛି ପଶୁମାନେ ନଷ୍ଟ କରୁଛୁ ଉଦ୍ୟାନ ଶେଷ ହଉଛି ଆଚ୍ଛା ସଜ ରୂପକ ଉଦ୍ୟାନ ଶେଷ ହେଇଗଲେ ଆୟୁଷ ହାନି ହେଲା ସେ ମରିବାଟା ସାଧ୍ୟ ନିଶ୍ଚିତ ତେଣୁ ଆମେ ଲୋକ ନା ମାନବ ଆରେ ଆମେ ମାନବ ନା ଲୋକ ଲୋକ ନାଇଁ ମାନବ ଯଦି ମାନବ ନୁହଁ ଏ ମାନବ ନିଜ ଜ୍ଞାନ ଦିବ୍ୟ ଜ୍ଞାନ ମାନବ ଦେହେ ଦିବ୍ୟ ଜ୍ଞାନ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ଭଗବାନ ଆସିନାଥ ଦିବ୍ୟ ଜ୍ଞାନ ଯଦି ତମ ପାଖରେ ନଥାନ୍ତା ବାବୁ କଣ ବସିଥାନ୍ତେ ବାବୁ କଣ ଛିଡ଼ା ହେଇଥାନ୍ତେ ବାବୁ କଣ ଗୋଟେ ବସିଥାନ୍ତେ ବାବୁ କଣ ଫଟୋ ଉଠେଇଥାନ୍ତେ ଦିବ୍ୟ ଜ୍ଞାନ ଅଛି ନା ଜ୍ଞାନ ଥିବାରୁ ଯେତେବେଳେ ଆସିବାରୁ ସେ 5 ମିନିଟ୍ ଛିଡ଼ା ହେଲେ ବାବୁ ବସିଲେ କାହିଁକି ମୁଁ ଏତେ କଥା ଆଜ୍ଞା କହିଲି କାହିଁକି ନା ପୃଥିବୀ କରିବାକୁ ସାର ପଣ୍ଡିତ ଜନକ ବ୍ୟବହାର କିଏ ପଣ୍ଡିତ କିଏ ବୁଦ୍ଧିଜୀବୀ କିଏ ଜ୍ଞାନୀ କିଏ ବିବେକୀ ଆମେ ସଚେତନ କାର୍ଯ୍ୟ ଉପରେ ଆସିଛେ ସଚେତନ ସୁରକ୍ଷା ପ୍ରଯୁକ୍ତିରୁ ପରିବର୍ତ୍ତନ କରିବା ପାଇଁ ଆମେ ଆସିଛୁ ରୋଡ ଆର୍ଟିଓ ଡିପାର୍ଟମେଣ୍ଟ ପରିବହନ ସଂସ୍ଥା ଆମକୁ ପଠେଇଛି କଣ ନା ସଡ଼କ ସୁରକ୍ଷା ଜୀବନ ରକ୍ଷାର